कथारे अछि घर पोड़ी ठारू विपत्ति नाही। जार एपरी विपत्ति आसी से जानी तार दुख। खबर अनुसार जगतसिंहपुर जिलार तीर्तोल ब्लॉक अंतर्गत जड़तीरा पंचायतर जड़तीरा ग्राम अंबिका विशाल गत गुरुवार दिन विलंबित रात्रि में आकस्मिक अग्निकांड घटी चारि बखरा खैजा घर और गुहाल संपूर्ण पड़ जाइछि। अग्निशम विभाग पहुंची कौनसी आसबाब पत्र और घरकरणा जिनिस उद्धार करा जाई पारि नाही। ग्रामवासी मानक सहायतार 2टी गाई और 3टी बाछुरी जीवन रक्षा करा जाइथिले मध्य सर्वस्व हराइथिबा अंबिका विश्वाल तांकर पक्षाघात आक्रांत पुओ शुभमय विश्वाल और श्रमिक पुओ चिन्मय विश्वाल जणे पड़ोशी बासगृह जीवन बिताउछंती। घटना संपर्क में स्थानीय विद्युत बिल कलेक्टर मिलन प्रभा शर्मा यह दुखद घटना संपर्क में सामाजिक सेवा संगठन व्यास फाउंडेशन अध्यक्षा स्नेहमयी आचार्य को जणाइथिले। श्री आचार्य यही अग्नि विपन्न परिवार निकट में पहुंची किसी अत्यावश्यक पदार्थ जोगाइबा सहित यह विपन्न परिवार को प्रशासनिक साहाय्य सहयोग सहित विभिन्न स्वेच्छासेवी संगठन सेवा संघ और बद्यान्य मानव व्यक्ति विशेष आवश्यक साहाय्य सहयोग देवाई विभिन्न गणमाध्यम जरिया आवेगपूर्ण आह्वान और आकुल निवेदन करिसेंती। पड़ोसी घर को प्रति कौन आपणकर आशीर्वाद आशीर्वाद अच्छी दुखनी लोक आपण जदि मत सहायता कर गच ठार रास्तार भी बसची आठ आशीर्वाद मोर किसी ना आपण को हाथ टेक आशीर्वाद कर दुखी लोक अनै था आपण शरीर सुख संपूर्ण सब भले रो आशीर्वाद कर सरकारी सहायता मुझे किसी एपर्यंत पाइनी कि कहीं आसी ना एपर्यंत किसी कौन जिनस पाइनी सरकार सहायता केवल तहसिल पॉलिथिन टाइम मत ना कि नहीं। दुर्दिन आसी ढड़ा होती समवेदन रही
କିନ୍ତୁ ଜଡ଼ିତରେ ଆମର ଯେଉଁ ମାଉସୀଙ୍କର ଘର ପୋଡ଼ି ହେଇଛି, କୁହାଯାଏ ଘର ପୋଡ଼ିଠୁ ବଡ଼ ବିପଦ କିଛି ନାହିଁ। ଆମେ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛୁ କି ଏ ପରିସ୍ଥିତି ଆଉ ଏଇଭଳି ଦୁଃଖ ଆଉ ବିପଦ ଗୋଟେ ଶତ୍ରୁକୁ ବି ନ ମିଳୁ। ଆଜି ଆମେ ଘର ପୋଡ଼ି ବିଷୟରେ ଜାଣିବା ପରେ ଆମେ ଆସି ଆମ ଅନୁଷ୍ଠାନ ତରଫରୁ ଯେମିତି ସମସ୍ତଙ୍କୁ ସାହାଯ୍ୟ କରୁ, ଆଜି ମଧ୍ୟ ଆସି ତାଙ୍କ ପାଖରେ ଆସି ପହଞ୍ଚିଛୁ ଏବଂ ଆମ ସକ୍ଷ ଅନୁସାରେ ଆମେ ତାଙ୍କ ପାଇଁ ଖାଇବା, ରାସନ, ଲୁଗା ଆଣିକି ସବୁ ଦେଇଛୁ ଏବଂ ସମସ୍ତଙ୍କୁ ମଧ୍ୟ ଅନୁରୋଧ କରୁଛୁ ଏ ଚ୍ୟାନେଲ୍ ମାଧ୍ୟମରେ ଯେ ତାଙ୍କର ଘରେ ଆସିବାବପତ୍ର କି ନିଜେ ଚଳିବା ପାଇଁ, ପିନ୍ଧିବା ପାଇଁ କିଛି ବି ନାହିଁ। ସମସ୍ତେ ସହଯୋଗ ସାହାଯ୍ୟରେ ହାତ ବଢ଼େଇଲେ ମାଉସୀ ଏବଂ ତାଙ୍କର ଯେଉଁ ଭିନ୍ନକ୍ଷମ ପୁଅ ଅଛନ୍ତି ଏ 2 ଜଣ ଖୁସିରେ ବଞ୍ଚିପାରିବେ। ଧନ୍ୟବାଦ। এই ଜଡ଼ତିରା ଗ୍ରାମର ଅଧିବାସୀ ଆପଣଙ୍କର 2 ଦିନ ତଳେ ଯେଉଁ ନିଆଁ ଘର ପଡ଼ି ଖାଇ ପିଇକିରି ଘରେ ଶୋଇଥିଲୁ ମା ପୁଅ। ରାତି 11:15 ମୁଁ ଶୋଇଲି, ପୁଅ ସେ ଘରେ ଶୋଇ ମୁଁ ଏ ଘରେ ଶୋଇଥିଲି। ପୁଅକୁ ଯେମିତି ତାତି ଲାଗିଲା ସେ କହିଲା ମୁଁ ଫ୍ୟାନ୍ ଟିକେ ଦେବି। ଫ୍ୟାନ୍ ଦେବାକୁ ଉଠିଲାକୁ ନିଆଁ ହୁତୁତୁ ହେଇ ଯାଉଛି। ସେ ଡାକିଲା ବୋଉ, ମୁଁ କହିଲି କ'ଣ ନା ବୋଉ ନିଆଁ। ମୁଁ ଯେତେବେଳେ ଉଠିଲି କେମିତି ଛୋଟାକୁ ଘୋଷାରିକି ପଦାକୁ ଆଣିବିଲି, ମାନେ ମୋର ଆଉ ସାହସ ନାହିଁ। ଘୋଷାରିକି ଏଇ ଜାଗା ହେଇଛି ମାନେ ଚାରିକତି ନିଆଁ ଯେମିତି ଜଳିଗଲାኝ। ତାକୁ ଛାଡ଼ିକିରି ଗୋଟାଏ ଡାକ ଦେଇକିରି ଯେମିତି ଆସିଛି ଗାଈ ପାଇଁ ଏସବୁ ଦାସ ବାଜିକିରି ହେଲା। ସେ ପୁତୁରା ଜଣେ ଦୌଡ଼ିକି ଆଇଲା ମୋ ଡାକ ଶୁଣିକିରି, କହିଲା ଖୁଡ଼ି କାହିଁ ଚଳକ। ସେ ପୁତୁରା ମୋତେ ଟାଣିକି ନେଲା, କହିଲା ମୁଁ ଗାଈ ଆଣେଇ ଖୁଡ଼ି। ସିଏ ବି ଆଉ ଆସିପାରିଲାନି, ଗାଈ ଆଉ ନେଇପାରିଲୁନି। ସେଇଠି ସେ ପୁତୁରା ସେ ବୋଉ ପଛରେ ଆଉଥିଲା, ମାଡ଼ି ବସି ପୁଅ ବୋଉ 2 ଜଣ ଯାକ ଧଇଲେ। ତାପରେ ଲୋକ ଧୀରେ ଧୀରେ ଆସିଲେ। ସେଠୁ ସେପଟରେ ଭାଙ୍ଗିକିରି କାନ୍ଥ ଭାଙ୍ଗିକିରି ସେପଟେ ସେ ଦେଢ଼ୁଶୁର ପୁତୁରା ହେବେ 2 ଜଣ ଦିଅର ଗାଈକି କାନ୍ଥ ଭାଙ୍ଗିକିରି ଗାଈ ସମ୍ପୂର୍ଣ୍ଣ ପଡ଼ି ହଁ 5 ବଖରା ଘର, 4 ବଖରା ଶୋଇବାର ଥିଲା। କ'ଣ ସବୁ କ୍ଷୟକ୍ଷତି ହେଇଛି? 8 ବସ୍ତା ଧାନ ଥିଲା ଯାଇଛି। ସୁନା, କାନଫୁଲ, ମୁଦି 10,000 ଟଙ୍କା ଗାଈ ବିକିଦେଲି। ଆଉ ଚାଉଳ ପତ୍ର ଯାହା ସବୁ ମାନେ ସୂତା ଟିକେ ବି ଆଣିନି ଘରୁ, ଆଉ କିଛି ଘରୁ ଆଣି ସବୁ କିଛି ଲୁଗାପଟା କିଛି ଆଣି। ତା ପରଦିନ ସକାଳୁ ଲୁଗାପଟା ମାନେ ପଡ଼ୋଶା ଦେଲେ, ମୋ ଭାଉଜ ମାନେ ଦେଲେ, ମୁଁ ଯାଇକି ପିନ୍ଧିଲି। କିଛି ନଥିଲା, ସେମାନେ ଦେଲେ ପଡ଼ୋଶା ଖାଇବାକୁ ଦେଲେ। ମୋ ଭାଉଜ ମାନେ ଆଇଲେ, ଭାଇମାନେ ଆଇଲେ, ରାତାରାତି ଭାଇ ଭାଉଜ ସବୁ ଆଇଥିଲେ। ମୁଁ ଫୋନ୍ କରିଦେଲି, ରାତିରେ ନିଆଁ ଜଳୁଥିଲା ବି। ଭାଇ ଆଉ ଗୋଟେ ଭାଇ ହେଇଥିଲା, ବଡ଼ ଭାଇ ବଡ଼ ଭାଉଜ। ରାତି 4ଟାରୁ ମାମୁଁ ପୁଅ ଭାଇ 2 ଜଣ ସମସ୍ତେ ଆସିଲେ ଦେଖିକି। 2 ପୁଅ ଜଣେ ପୁଣି ଭିନ୍ନକ୍ଷମ। ହଁ ସେ ଭିନ୍ନକ୍ଷମ, ସେ କିଛି ତ କରିପାରେନି। ଭିନ୍ନକ୍ଷମ 5 ବର୍ଷ ହେଲା ଆମେ ମା ପୁଅ ତାକୁ ପୋଷଉ। ସେ ଗୋଟିଏ ପୁଅ 10-12 ହଜାର ଟଙ୍କା ଦରମା ପାଇବ ଭୁବନେଶ୍ୱରରେ ଘରେ। ସେ ଭୁବନେଶ୍ୱରରେ ଚଳିବ। ସେ କେତେ ପାଇବ, କେତେ ଚଳିବ? ଗାଡ଼ି ଅଛି, ମୋବାଇଲ ଅଛି, ତାର ଖର୍ଚ୍ଚ ଅଛି। ତା ଦେହରେ ବି 8,000 ଟଙ୍କା ମାସକୁ ମୋତେ ଦିଏ। ତାର କଷ୍ଟ ମଷ୍ଟେ ଚଳେ। ଅଇଁଛା କେମିତି ଚଳୁ ସେ ମୂଳେ ଭାତ ଖାଉନି ସାନ ପୁଅ ଚିନ୍ତାରେ। ସେ ଗାଧୁଆବେଳେ ବକତେ ଖାଉଛି ପାଟି କରିବାରୁ। ଅଇଁଛା 3ଟା ବେଳେ ଗାଧେଇ ଖାଇଲା, ମୋଟେ ଖାଉନି, ଖାଲି ଭାବୁଛି ବସିକି। এই 3-4 ଦିନ ଛୁଟି କରି ସେମିତି କାମ କରୁଛି। ଆଉ କ'ଣ ଆଜି ଯେଉଁ ବ୍ୟାସ ଫାଉଣ୍ଡେସନର ଅଧ୍ୟକ୍ଷ ଆସିଛନ୍ତି, ପଞ୍ଚାୟତରେ ଫିଲ୍ଡ କଲେକ୍ଟର ବିଜୁଳି ଦିଦିର କାମ କରେ। ମୁଁ ହଠାତ୍ 2 ଦିନ ପୂର୍ବରୁ ମୋତେ ଗୋଟେ କଲ୍ ଆସିଲା ଯେ ଏମିତି ନିଆଁ ଲାଗିଯାଇଛି, ଜେଇଙ୍କୁ ଫୋନ୍ କରିକି ଲାଇନ୍ଟା କାଟ ବୋଲି। ମୁଁ ସେଇଠୁ ଫୋନ୍ କଲି, ଲାଇନ୍ଟା ବି 6 ସେକେଣ୍ଡ କାଟିଲା। କେଉଁଠି ନିଆଁ ଲାଗିଲା? ଜଟିରାରେ ନିଆଁ ଲାଗିଯାଇଛି। ମୁଁ ବୁଝୁ ମାଉସୀଙ୍କର ଏମିତି ଅବସ୍ଥା। 12ଟା ରାତିରେ ମୁଁ ବି ମାନେ ଆସିଥିଲି। ଲାଇନ୍ଟା କଟା ହେଲା ପରେ କିନ୍ତୁ ତ ନିଆଁ ଲାଗି ଦମକଳ ଗାଡ଼ି ନିଆଁ ଲିଭେଇବାକୁ ବହୁତ ଚେଷ୍ଟା କଲା, ବହୁତ କଷ୍ଟରେ ନିଆଁ ବି ଲିଭିଲା। ତାପରେ ଆଉ ସକାଳେ ଆସିଲି, ଆସିକି ଦେଖିଲା ବେଳକୁ ମାଉସୀ ପିଣ୍ଡାରେ ବସିଛନ୍ତି, କିଛି ନାହିଁ। ମାନେ ପ୍ଲେଟ୍ ସବୁ ତାଙ୍କର ମାନେ ଏମିତିକି ଜୋତା ଟିକେ ବି ନାହିଁ ପିନ୍ଧିକି ଆସିବାକୁ। ମୋତେ ବହୁତ ଦୁଃଖ ଲାଗିଲା। ଆମର ମ୍ୟାଡ଼ାମ୍, ଆମର ବ୍ୟାସ ଫାଉଣ୍ଡେସନ ଅଧ୍ୟକ୍ଷ ଆମର ମ୍ୟାଡ଼ାମ୍ ଅଛନ୍ତି। ମୁଁ ତାଙ୍କୁ ଜଣେଇଲି ଏ ବିଷୟରେ, କହିଲି ମ୍ୟାଡ଼ାମ୍ ଆମ ତରଫରୁ ଯେତିକି ହେବ ଆମେ ତାଙ୍କୁ ସାହାଯ୍ୟ କରିବା। ଆମେ ଚେଷ୍ଟା କରିବି ସରକାର ଅନୁଦାନ ତାଙ୍କୁ ଯାହା ବି ମିଳିବ ମୋ ତରଫରୁ, ମ୍ୟାଡ଼ାମ୍ଙ୍କ ତରଫରୁ ଆମେ ଆମର ପାରୁ ପର୍ଯ୍ୟନ୍ତ ଲାଗିବୁ ତାଙ୍କୁ, ମାନେ ଅନୁଦାନ ପାଇକି ସେ କେମିତି ମାନେ ବଞ୍ଚିବେ, ଘର ଖଣ୍ଡିଏ ପାଇବେ, କ'ଣ କରିବେ, ମୁଁ ମୋ ତରଫରୁ ସମ୍ପୂର୍ଣ୍ଣ ଚେଷ୍ଟା କରିବି। ଧନ୍ୟବାଦ। ମୁଁ ଶ୍ରୀମତୀ ସ୍ନେହମୟୀ ଆଚାର୍ଯ୍ୟ, ଅଧ୍ୟକ୍ଷା ବ୍ୟାସ ଫାଉଣ୍ଡେସନ। ଆଜି ଯେଉଁ ଏକ ଘର ପଡ଼ିଠାରେ ବିପଦ ନାହିଁ, ଯେଉଁ ବିପଦରେ ଆପଣ ଛିଡ଼ା ହେଇଛନ୍ତି ଯାହାଙ୍କ ପାଖରେ, ଜଡ଼ତିରା ଗ୍ରାମର ଅଧିବାସୀ ଅମ୍ବିକା ବିଶ୍ୱାଳଙ୍କ ନିକଟରେ, ତାଙ୍କର ପୁଅ ଜଣେ ପକ୍ଷାଘାତ ରୋଗୀ।
ଏବଂ ଏ ସମୟରେ କ'ଣ ଆପଣଙ୍କର ତାଙ୍କ ମୁଁ ସର୍ବପ୍ରଥମେ ପ୍ରଭୁ ଜଗନ୍ନାଥଙ୍କ ପାଖରେ କୃତଜ୍ଞତା ଜଣାଇବି ଯେ ସେ ଦୁଇ ଜଣ ମା ପୁଅଙ୍କର ଜୀବନ ବଞ୍ଚି ଯାଇଛି। ଆଜି ବହୁତ ତାଙ୍କର ଅନେକ କ୍ଷୟକ୍ଷତି ହେଇଛି ସତ, କିନ୍ତୁ ଜୀବନ ଯେଉଁ ବଞ୍ଚି ଯାଇଛି, ବର୍ତ୍ତମାନ ସେ ଜୀବନ ବଞ୍ଚିବାର ଯେଉଁ ସଂଘର୍ଷ କରୁଛନ୍ତି, ସେ ସଂଘର୍ଷରୁ ସେ କେମିତି ମୁକ୍ତି ହେବେ, ତାଙ୍କୁ ପ୍ରଶାସନ ତାଙ୍କ ନିକଟରେ ତୁରନ୍ତ ପହଞ୍ଚନ୍ତୁ। ଏଇ ଯେଉଁ ଘର ପୋଡ଼ିବା ଏବଂ ସମସ୍ତ ଜିନିଷ ସେ ଯାହା କହୁଛନ୍ତି, ତାଙ୍କର କୌଣସି ଗୋଟିଏ ଜିନିଷ, ଗୋଟେ ବାସନ ମଧ୍ୟ ନାହିଁ ଯେଉଁଥିରେ କି ସେ ଖାଇବେ, ନେଇକି ଖାଇବେ, ତାଙ୍କ ପାଖରେ କିଛି ଏବେ ନାହିଁ। ତାଙ୍କ ପାଖରେ ପ୍ରଶାସନ, ବଦାନ୍ୟ ବ୍ୟକ୍ତି, ସଂଗଠନ ସମସ୍ତେ ପହଞ୍ଚନ୍ତୁ, ତାଙ୍କ ଦୁଃଖକୁ ଅନୁଭବ କରନ୍ତୁ। ଆଉ ସେ ଯେଉଁ ସଂଘର୍ଷରେ ସେଦିନ ନିଜ ଜୀବନକୁ ବିପନ୍ନ କରିକି ଯେଉଁ ଅବସ୍ଥାରେ ବଞ୍ଚିକି ରହିଛନ୍ତି, ସେ ଆଗକୁ ଯେଉଁ ଜୀବନ ବଞ୍ଚିବେ, ସେ ଜୀବନ ବଞ୍ଚିବାରେ ଆମମାନଙ୍କର ଭୂମିକା ନିହାତି ରହିବା ଦରକାର। ତେଣୁ ଆଜି ଆମେ ଏଇ ଗାଁର ଜଡ଼ତିରା ଗାଁର ଜଣେ ଝିଅ ମିଲନ ବୋଲି ମୋତେ ତାଙ୍କର ଦୁର୍ଦିନ ସମ୍ପର୍କରେ ଜଣାଇଥିଲେ, ଗଣମାଧ୍ୟମରେ ମଧ୍ୟ ଆମେ ଦେଖିଥିଲୁ। ଆମେ ଆଜି ବ୍ୟାସ ଫାଉଣ୍ଡେସନର ସମସ୍ତ କର୍ମକର୍ତ୍ତା ଆମେ ଆଜି ତାଙ୍କ ପାଖରେ ପହଞ୍ଚିଛୁ ଏବଂ ଆଗକୁ ମଧ୍ୟ ତାଙ୍କ ପାଇଁକି ଆମର ସହାୟତା ରହିବ। ତାଙ୍କ ସୁବିଧା ଅସୁବିଧାରେ ଆମେ ମଧ୍ୟ ରହିବୁ। କେତେବେଳେ ପ୍ରଶାସନକୁ ମଧ୍ୟ ନିବେଦନ କରିବୁ, ତାଙ୍କ ପାଖରେ ହାତ ଯୋଡ଼ି ଠିଆ ହେବୁ। ଏ ମାଉସୀ କେମିତି, ଅମ୍ବିକା ମାଉସୀ ଏବଂ ତାଙ୍କର ଭିନ୍ନକ୍ଷମ, ଶାରୀରିକ ଭିନ୍ନକ୍ଷମ ପୁଅ, ସେ କେମିତି ଦୁନିଆରେ ରହିବେ, ଆମେ ସେଥିପାଇଁ ପ୍ରୟାସ ଜାରି ରଖିବୁ। ଧନ୍ୟବାଦ। ତିର୍ତ୍ତୋଲରୁ ରଞ୍ଜନ କୁମାର ମଲ୍ଲିକଙ୍କ ସହିତ ଶରତ କୁମାର ଦାସଙ୍କ ରିପୋର୍ଟ, ନ୍ୟୁଜ୍ ଉପାନ୍ତ ଖବର।